ତମେ ମତେ ଚିହ୍ନି ପାରୁଛ ନା? ଚିହ୍ନି ପାରୁଛ ମତେ? ସେଦିନର ପୁରୁଷରେ ମୋ ଆଖି ଆଗରେ ଜଳ ଜଳ ହୋଇ ନାଚି ଉଠୁଛି ତମର ଦିଟା ଝିଅ ଉଷା ଆଉ ଅସନ। ସେମାନଙ୍କୁ ଖୋଜି ଖୋଜି ହତାଶ ହେଇ ବଞ୍ଚିବାର ଆଶା ହରେଇ ଦେଇଥିଲା ବେଳେ ସେନ୍ସଲେସ୍ ଅବସ୍ଥାରେ ମୋ ଗୋଟାଏ ଅଚଳ ଅଚିହ୍ନା ପୁଅକୁ ପାଇଥିଲି। ଯାହାର ପଛ କଥା କିଛି ମନେ ନଥାଏ, ତା ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ସେ ତା ଅତୀତକୁ ହରେଇ ବସିଥାଏ। ଆଉ ତମେ ତମ ଝିଅମାନଙ୍କୁ ହରେଇଥିବା ଦୁଃଖରେ ବହୁତ ଭାଙ୍ଗି ପଡ଼ିଥିଲ। ସେ ଅଚିହ୍ନା ପୁଅଟିକେ ତମରି ହାତକୁ ଟେକି ଦେଇ ମୁଁ ତମକୁ କହିଥିଲି ଏଇ ପୁଅ ହବ ତମ ଅଧା ରାତିର ସାଥୀ। ସେ ପୁଅ ବହୁତ ବଡ଼ ହେଇଛି ବୋଲି ନା ସେ ପୁଅ କଥା ଅତୀତକୁ ମନେ ପକେଇ ପାରିଲା। ସେ ପୁଅ କଣ କହିପାରିଲା? ସେ କିଏ, ତା ନାଁ କଣ, ତା ଘର କୋଉଠି, କିଏ ତା ବାପା, କିଏ ତା ମା କହିପାରିଲା? ସେ ପୁଅ କହିପାରିଲାନି। ସେ ଅଜଣା ଅଚିହ୍ନା ପୁଅରେ କୋଉଠି ଅଛି ଯାହାର ସେନ୍ସ ଫେରେଇ ଆଣି ମୁଁ ତାକୁ ନୂଆ ଜନ୍ମ ଦେଇଥିଲି। ଆଉ ଯୋଉ ପୁଅକୁ ତମେ ତମର ସର୍ବସ୍ୱ ଓଜାଡ଼ି ଦେଇ ତାକୁ ଦୁନିଆର ବଡ଼ ଦାଣ୍ଡରେ ଠିଆ କରିଥିଲ, ଜୀବନ ମରଣ ସଂଗ୍ରାମ କରିବା ପାଇଁ ତମେ ତା ବାଟ ଦେଖେଇଥିଲ। ସେ ପୁଅ ଏବେ କୋଉଠି ଅଛି, କେମିତି ଅଛି, କଣ କରୁଛି ତାକୁ ଦେଖିବାକୁ ମୋର ଭାରି ଇଚ୍ଛା ହେଉଛି। ନିରବ ରୁହନି, ପ୍ଲିଜ୍ ଦୟାକରି କୁହ ସେ ପୁଅ ଏବେ କୋଉଠି ଅଛି? ସେ ପୁଅ